ସମସ୍ତଙ୍କ ଘରେ ମୁଢ଼ିଟା ନିହାତି ଥିବ। କିଏ କେତେ ପ୍ରକାର ଖାଆନ୍ତି, କିଏ ଚାହାରେ ପକାଇ ଖାଆନ୍ତି ତ କିଏ ଝାଲମୁଢ଼ି ବନେଇକି। କିନ୍ତୁ କେବେ ମୁଢ଼ିରେ ଉପମା ବନେଇଛନ୍ତି? ଆସନ୍ତୁ ଦେଖିବେ। ଜୟ ଜଗନ୍ନାଥ, ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଉପମା ବନେଇବାକୁ ପ୍ରଥମେ ମୁଁ ଏଇଠି 2 କପ୍ ମୁଢ଼ି ନେଇଛି ଆଉ ଗୋଟେ ଜାଗାରେ 1 ଲିଟର ପାଣି ନେଇଛି। ମୁଢ଼ିକୁ ପାଣିରେ ପକାଇକି ଭଲସେ ଟିକେ ହାତରେ ଏମିତି ବୁଡ଼େଇକି ଭିଜେଇ ଦେବା, ଯେମିତି ମୁଢ଼ିରେ ଟିକେ ପାଣି ସୋକ୍ କରିକି ମୁଢ଼ିଟା ଟିକେ ନରମିଯିବ। ଆଉ 2 ମିନିଟ୍ ଏଇ ପ୍ରୋସେସ୍ ପରେ ମୁଢ଼ିକୁ ଛାଣିକି ଗୋଟେ ଅଲଗା ଜାଗାକୁ କାଢ଼ି ନେବା। ଏବେ ଦେଖନ୍ତୁ ମୁଁ ସବୁ ମୁଢ଼ିକୁ କାଢ଼ି ନେଇଛି। ଏବେ ଆମେ ପ୍ୟାନ୍ରେ ନେବା 1 ବଡ଼ ଚାମଚ ତେଲ। ମୁଁ ରିଫାଇନ୍ ତେଲ ନେଉଛି, ଆପଣ ସୋରିଷ ତେଲରେ ବି ଏଇଟା ବନେଇ ପାରିବେ। ଆଉ ତେଲ ଗରମ ହେଲା ପରେ 1 ଚାମଚ ସୋରିଷ ଦେବା। ସୋରିଷ ଫୁଟିଲା ପରେ 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଦେଉଛି। ଏବେ ଦେବା କିଛି ଭୃଷଙ୍ଗ ପତ୍ର। ଏବେ ଗୋଟେ ବଡ଼ ପିଆଜକୁ ଏମିତି ଲମ୍ବା ସ୍ଲାଇସ୍ରେ କାଟିକି ଦେଉଛି। ଏବେ ପିଆଜକୁ ହାଇ ଫ୍ଲେମ୍ରେ 1 ମିନିଟ୍ ପାଇଁ ଭାଜି ନେବା। ଆଉ ଏଇଟା ଟିକେ ନରମି ଆସିଲେ ଏବେ ଏଥିରେ ଦେବା କିଛି ଭଜା ବାଦାମ। ଆଉ ଗୋଟେ ବଡ଼ ଆଳୁକୁ ଚୋପା ଛଡ଼େଇକି ଛୋଟ ଛୋଟ କ୍ୟୁବ୍ସରେ କାଟିକି ଦରସିଝା କରିକି ରଖିଥିଲି, ଏଇଟା ବି ଦେଇଦେବା। ଆଉ 1 ମିନିଟ୍ ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଫ୍ରାଏ କରିବା ଏସବୁକୁ। ଏବେ ଗୋଟେ ଟମାଟୋକୁ ଏମିତି ଛୋଟ ଛୋଟ କରି କାଟିକି ରଖିଥିଲି, ଏଇଟା ବି ଏବେ ଦେଇଦେବା। ଆଉ ଟମାଟୋ ପକାଇ ସାରିଲା ପରେ ଟମାଟୋଟା ଟିକେ ଜଲ୍ଦି ନରମ ହେବା ପାଇଁ ସ୍ୱାଦ ଅନୁସାରେ ଲୁଣ ବି ଏବେ ଦେଇଦେବା। 1/3 ସ୍ପୁନ୍ ହଳଦୀ ଦେବା, ଅଧା ଚାମଚ କାଶ୍ମୀର ଚିଲି ପାଉଡ଼ର ଭଲ କଲର୍ ଆସିବା ପାଇଁ। ଏସବୁକୁ ଭଲସେ ଫ୍ରାଏ କରିଦେବା। ଆଉ ୟାକୁ କଭର୍ କରିବା ବି ଦରକାର ନାହିଁ, କାହିଁକିନା ଆଳୁଟା ଆମେ ଦରସିଝା କରିକି ନେଇଛେ ତ ଫ୍ରାଏ କଲାବେଳେ ହିଁ ସେ ସିଝିଯିବ। ଏବେ ଏଥିରେ ଆମେ ମୁଢ଼ିକୁ ଦେଇଦେବା। ଆଉ ଫାଳେ ଲେମ୍ବୁ ରସ ବି ଏଥିରେ ଦେଇଦେବା, ଟିକେ ଖଟା ଟେଷ୍ଟ ଆଣିବ ଏଇଟା। ଆଉ କିଛି କଟା ହେଇଥିବା ଧନିଆ ପତ୍ର ଦେଇଦେବା। ଆପଣ ଚାହିଁଲେ ସିଝା ମଟର ବି ଏଥିରେ ଆଡ଼୍ କରିପାରିବେ। ଏବେ 1 ମିନିଟ୍ ଲୋ ଫ୍ଲେମ୍ରେ ଏସବୁକୁ ଭଲସେ ମିକ୍ସ କରିବା। ଆଉ ବେଶୀ ଟାଇମ୍ ଗ୍ୟାସ୍ ଅନ୍ କରିବାନି, ନହେଲେ ଏଇଟା ତଳୁ ଲାଗିଯିବ, କାହିଁକିନା ଆମେ ମୁଢ଼ିଟା ବତୁରେଇଥିଲେ। ଗ୍ୟାସ୍ ଅଫ୍ କରିଦେବା। ହେଇଗଲା ଆମର ମୁଢ଼ି ଉପମା ରେଡ଼ି। ଆପଣ ଏଇଟା ଥରେ ନିହାତି ଟ୍ରାଏ କରନ୍ତୁ, ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟେ କରିଦେବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।